ମୋ ନାଁ ଧ୍ରୁବାନନ୍ଦ ବିଶ୍ୱାଳ। ଆଶ୍ରମ ସହିତ ମୋର ସମ୍ପର୍କ, ମୁଁ ଅଚ୍ୟୁତ ତରୁଣ ସଂଘର ସମ୍ପାଦକ ଅଛି ବା ଗୁରୁସ୍ୱାମୀଙ୍କ ସହିତ ଦୀର୍ଘ 50 ବର୍ଷ ମଧ୍ୟ ମୁଁ ମିଶିଛି। କିନ୍ତୁ ଏ ଯେଉଁ ଆବିର୍ଭାବ ଉତ୍ସବଟି ଆରମ୍ଭ ହୋଇଛି 2000 ମସିହାରୁ ପ୍ରଥମ ଆରମ୍ଭ ହୋଇଥିଲା ଅଭିଷେକ ଉତ୍ସବ, 21 ଦିନ ଉତ୍ସବ ପାଳନ କରାହୋଇଥିଲା। ତା ପରଠାରୁ ଆବିର୍ଭାବ ଉତ୍ସବ ଭାବରେ ଏ ପାଳନ କରାଯାଉଛି 9 ଦିନ ବ୍ୟାପୀ। ତାର ସମସ୍ତେ ଆସିଥିଲେ ଯୁଗ ଅନୁସାରେ ଅବତାରୀ ମାନେ ତାଙ୍କର ଜନ୍ମ ଉତ୍ସବ ତଥା ରାମଙ୍କର ଜନ୍ମ ଉତ୍ସବ, ଶ୍ରୀକୃଷ୍ଣଙ୍କର ଜନ୍ମାଷ୍ଟମୀ ଜନ୍ମ ଉତ୍ସବ ପାଳନ କରାହେଉଥିଲା। କିନ୍ତୁ ଏ ପୁରୁଷ ଆସିଥିଲେ ତାଙ୍କର ଆବିର୍ଭାବ ଉତ୍ସବ ପାଳନ କରାଯାଉଛି। ଯେଉଁ ଆବିର୍ଭାବ ଉତ୍ସବରେ ଓଡ଼ିଶା ନୁହେଁ ଓଡ଼ିଶା ବାହାରୁ ମଧ୍ୟ ଲକ୍ଷ ଲକ୍ଷ ଲୋକଙ୍କର ସମାଗମ ହୁଏ। ଏ ଯେଉଁ ଆକର୍ଷଣ ଏ ଭାବ ସବୁ ବହୁ ସମାଗମର କାରଣ, ପ୍ରଭୁଙ୍କର ଯେଉଁ ଭାବଟି ଆଜି ଏଠି ସମାଗମର କାରଣ। ଏ ଭାଇମାନଙ୍କୁ ବା ଆଜି ଓଡ଼ିଶାର କୋଣ ଅନୁକୋଣରେ ଆମର ସଂସ୍ଥା ବି ବଢ଼ି ଚାଲିଛି। ଆଜି ପ୍ରାୟ ଆମର 70,000ରେ ପହଞ୍ଚିଛନ୍ତି ଧାରାବାହୀ ବା ଠାକୁରଙ୍କର ଡିଭୋଟି ବା ଆମର ଗୁରୁ ଭାଇ ଭଉଣୀ। এই ଅବସରରେ ତେଣୁ ଆଜି ଠାକୁର ଆମେ ଅନୁଭବ କରୁଛୁ, ସ୍ଥୂଳରେ ଥିଲାବେଳେ ଠାକୁର ବା ଗୁରୁସ୍ୱାମୀ ଯେତିକି ସଂସ୍ଥା ଆଗେଇ ନଥିଲା, ବର୍ତ୍ତମାନ ସଂସ୍ଥା ବ୍ୟାପକ ଭାବରେ ଆଗେଇ ଚାଲିଛି ଓଡ଼ିଶା ଏବଂ ଓଡ଼ିଶା ବାହାରେ। ଯେଉଁଭଳି ଆମେ ଅନୁଭବ କରୁଛୁ। ତାପରେ ବର୍ତ୍ତମାନ ବି এই 9 ଦିନ ବ୍ୟାପୀ ବିଭିନ୍ନ କାର୍ଯ୍ୟ, ପଞ୍ଚ ମହାଯଜ୍ଞର କାର୍ଯ୍ୟ ଅଛି, ଅନ୍ନ ମହାଯଜ୍ଞ ଅଛି, ଆମର ହୋମ ମହାଯଜ୍ଞ ଅଛି, ନାମ ଯଜ୍ଞ ଅଛି, ପୂଜା ଅର୍ଚ୍ଚନା ମଧ୍ୟ କରାଯାଉଛି ଏହି ପଞ୍ଚ ମହାଯଜ୍ଞ ଭିତରେ। ଏବଂ ଆଜିର ଯୁଗ ଉପଯୋଗୀ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆଧ୍ୟାତ୍ମିକ ଦୃଷ୍ଟିକୋଣରେ ବିଭିନ୍ନ ଭଜନ ବା ଆମର ଓଡ଼ିଶୀ ପାଲା ଏଇଭଳି ସଙ୍ଗୀତ ଗୀତିନାଟ୍ୟ ସବୁ ପରମ୍ପରାକୁ ନେଇକରି ଆମର ଆଧ୍ୟାତ୍ମିକ ବାଦର ବହୁ ଜିନିଷ ବି ପରିବେଷଣ କରାଯାଉଛି। ଏହି ପରିବେଷଣରେ ବହୁ ଆମର ଏଇ ଜନସାଧାରଣ ମଧ୍ୟ ସମାଗମ ହେଉଛି, ଚାଲିଛି ସବୁ। ଏଇ 9 ଦିନ ବ୍ୟାପୀ ଯେଉଁ ଉତ୍ସବଟି, ଏ ଉତ୍ସବରେ ସମସ୍ତେ ଖୁସି ଅଛନ୍ତି, କାହାରି ମନରେ ଦୁଃଖ ନାହିଁ, ଖାଇବା ପିଇବା ଅଭାବ ନାହିଁ, ଏଠି ରହିବା ଅଭାବ ନାହିଁ, ସବୁକିଛି ଭଲରେ ଭଲରେ ଖୁସିରେ ମୁଁ ନିମାଇ ଚରଣ ଦାସ, ବିଶ୍ୱ ଭାତୃତ୍ୱ ଦିବ୍ୟାତ୍ମ ପରିଷଦର ସଭାପତି। ଠାକୁର କେଶବ ଚନ୍ଦ୍ରଜୀଙ୍କର 71ତମ ଆବିର୍ଭାବ ଜନ୍ମ ମହୋତ୍ସବ ପାଳିତ ହେଉଛି ଏବଂ ଇନ୍ଦ୍ର ପୂର୍ଣ୍ଣିମା ଠାରୁ ଠାକୁରଙ୍କର ଜନ୍ମଦିବସ, ନବଦିନିଆ ଯଜ୍ଞ ଏବଂ କୈବଲ୍ୟ ମଣ୍ଡପ, ସବୁ ସାଧୁସନ୍ଥ ସମସ୍ତ ମହାପୁରୁଷ ମାନଙ୍କର ବିଗ୍ରହ ମହାପ୍ରଭୁଙ୍କ ପାଖରେ ରହି ସମସ୍ତେ ପୂଜା ପାଆନ୍ତି ଏବଂ ନାମ ଯଜ୍ଞ, ଘୃତ ଯଜ୍ଞ, ଅନ୍ନ ଯଜ୍ଞ ବହୁତ ଓଡ଼ିଶାର ପୁରପଲ୍ଲୀରୁ ସାରା ଭାରତ ବର୍ଷରୁ ବହୁତ ଭକ୍ତମାନେ ଆସିଥାନ୍ତି, ଗୁରୁ ଭାଇ ଗୁରୁ ବାପାମାନେ ଆସିଥାନ୍ତି। ପ୍ରଭୁଙ୍କ ପାଖରେ ସେ ତାଙ୍କର ଶ୍ରଦ୍ଧା ଭକ୍ତି ନିବେଦନ କରନ୍ତି ଏବଂ ଆନନ୍ଦ ବଜାରରେ ପ୍ରସାଦ ସେବନ କରି ସମସ୍ତେ ଆନନ୍ଦ ମନରେ ପ୍ରଭୁଙ୍କର ଅଲେଭ୍ୟ ଯେଉଁ ପୁଣ୍ୟ, ଅକ୍ଷୟ ପୁଣ୍ୟକୁ ଲାଭ କରି ସେମାନେ ତାଙ୍କର ମନୋରଥ ପୂର୍ଣ୍ଣ କରିବା ପାଇଁ ମାନସିକ ରଖି ବିଶ୍ୱର କଲ୍ୟାଣ ପାଇଁ ସମସ୍ତେ ଏକତ୍ରିତ ହୋଇ ଠାକୁରଙ୍କ ପାଖରେ ପ୍ରାର୍ଥିତ ହୁଅନ୍ତି। ଏ ବର୍ଷ ବର୍ଷା ହେବା ସତ୍ତ୍ୱେ ଠାକୁରଙ୍କ କୃପାରୁ ଆଶ୍ରମ ପରିସରରେ ବିଶେଷ କରି ବର୍ଷା ହେଇନି। ଓଡ଼ିଶାର ଅନ୍ୟ ଜାଗାରେ ସବୁ ଜାଗାରେ ବର୍ଷା ହେଲେ ମଧ୍ୟ ଏବଂ ଜଳବାୟୁ ଅତି ଅନୁକୂଳ ରହିଛି। ଭକ୍ତମାନେ, ଗୁରୁ ଭାଇମାନେ, ଗୁରୁ ବାପାମାନେ ଏବଂ ଭକ୍ତମାନେ ସମସ୍ତ ସାଧୁ ସନ୍ନ୍ୟାସୀ ସନ୍ଥମାନେ ଆସି ସମସ୍ତେ ଉପସ୍ଥିତ ହୋଇ ମହା ଆନନ୍ଦ ଉଲ୍ଲାସରେ ଏହି ପବିତ୍ର ଜନ୍ମଦିବସ ପ୍ରଭୁଙ୍କର ଆବିର୍ଭାବ ମହୋତ୍ସବକୁ ପାଳନ କରିଛନ୍ତି। ନୂଆ ନୂଆ ଖବର ଜାଣିବା ପାଇଁ ଆମ LNTV କୁ ଲାଇକ୍, ସେୟାର ଓ ସବସ୍କ୍ରାଇବ୍ କରନ୍ତୁ।